নমস্কার দর্শক বন্ধু, ମୁଁ ସରୋଜ ବାବୁ। ମୋର ଏଇ ନୀତି ଶିକ୍ଷାଟି ଶୁଣନ୍ତୁ। ପ୍ରେମ ଉପରେ ଲେଖିଛି। ଆଜିକାଲି ଦୁନିଆରେ ପ୍ରେମ ଏମିତି ଗୋଟିଏ ଗଙ୍ଗା ଜଳ ପରି ପବିତ୍ର ସମ୍ପର୍କ ଓ ଶକ୍ତ ଇଲେକ୍ଟ୍ରିକ୍ କରେଣ୍ଟ ଭଳି ହଠାତ୍ କାହା ସାଙ୍ଗରେ କେଉଁଠି ହୋଇଯାଏ, କେହି ମନରେ କଳ୍ପନା ସୁଦ୍ଧା କରି ନଥାନ୍ତି। ଜାତି ଅଜାତି, ଉଚ୍ଚ ନିଚ, ଧନୀ ଗରିବ କିଛି ବାଧାବିଘ୍ନ ଓ ବନ୍ଧନକୁ ନ ମାନି ତୁଚ୍ଛ କରି ପ୍ରେମରେ ପଡ଼ିଯାଇଥାନ୍ତି। କାହାର ଭଲ ହୋଇଥାଏ ତ କାହାର କ୍ଷତି ହୋଇଥାଏ। କିଏ ଦୁଃଖରେ ଥାଏ ତ କିଏ ସୁଖରେ, କିଏ ଛାଡ଼ିକି ଚାଲିଯାଏ ତ କିଏ ଡିଭୋର୍ସ ଦେଇଥାଏ। ଯଦି ତୁମ ସାଙ୍ଗେ ପ୍ରେମ ହୁଅନ୍ତା ଆମ ମନ ଭାରି ଖୁସି ରୁହନ୍ତା। ଯଦି ତୁମ ସାଙ୍ଗେ ପ୍ରେମ ହୁଅନ୍ତା ଆମ ମନ ଭାରି ଖୁସି ରୁହନ୍ତା। ଆକାଶରୁ ଜହ୍ନ ଓହ୍ଲାଇ ଆସନ୍ତା, କଇଁ ଫୁଲ ଦେହ ଛୁଇଁକି ଯାଆନ୍ତା। ଆହା କେତେ ମଜା ଲାଗନ୍ତା ଜାଣନ୍ତ, ମୁଁ ଜହ୍ନ ତୁମେ କଇଁ ସାଜନ୍ତ। ନୂଆ ପ୍ରେମ ଅନୁଭୂତି ଲେଖନ୍ତ ଲେଖନ୍ତ ଲେଖନ୍ତ। ତେବେ ପ୍ରେମର ନୂଆ ନାମ କ'ଣ? ଆହା ଓହୋ ଆହା ଓହୋ। ସ୍ୱଚ୍ଛ ହୃଦୟର ପାତାଳପୁର ଘନ ନୀଳ ଗଭୀରତା ମନ ମକରାଳୟରେ ଯେଉଁମାନେ ମନ ଦେଇ ଭଲ ପାଇଥାନ୍ତି, ସିଏ ପୁଅ ହୁଅନ୍ତୁ କି ଝିଅ, ସ୍ତ୍ରୀ ହୁଅନ୍ତୁ କି ପୁରୁଷ ଅବା ସ୍ୱାମୀ ସ୍ତ୍ରୀ, ତାଙ୍କ ଭଲ ପାଇବା ନିଶ୍ୱାସ ପ୍ରଶ୍ୱାସେ, ଖାଇବା ପିଇବା, ଶୟନେ ସ୍ୱପନେ ଅବା ଜାଗରଣେ ଥାଏ। ସେମାନେ କସ୍ମିନ୍ କାଳେ କଦାପି କେହି କାହାରିକୁ ଭୁଲି ପାରନ୍ତି ନାହିଁ ତାଙ୍କ ମନୋବଳ କଳ୍ପନାରେ। ତେଣୁ ସେମାନଙ୍କର ଆୟୁଷ ବଢ଼େ। ସେମାନେ ବେଶୀ ଦିନ ବଞ୍ଚି ରୁହନ୍ତି ଓ ବେଶୀ ବର୍ଷ ବଞ୍ଚିଥାନ୍ତି। ସେହି ଖୁସିରେ ତାଙ୍କ ପ୍ରେମ ଆରମ୍ଭ ବିକାଶ ବିଲୟ ପର୍ଯ୍ୟନ୍ତ। ତେଣୁକରି ଆପଣମାନେ ଯଦି କାହାରିକୁ ମନ ପ୍ରାଣ ଦେଇ ଭଲ ପାଉଛନ୍ତି, ପ୍ରେମ କରୁଛନ୍ତି, ପ୍ରେମରେ ପଡ଼ିଛନ୍ତି, ତାହେଲେ ମୋର ଏଇ କଥାଟିକୁ ଶ୍ରଦ୍ଧାରେ ଗ୍ରହଣ କରନ୍ତୁ, କାର୍ଯ୍ୟରେ ଲଗାନ୍ତୁ। ମୋର ଆଉ ଗୋଟିଏ କଥା ଶୁଣନ୍ତୁ। ଯାହାର ଚିନ୍ତା ନାହିଁ, ଦକ ନାହିଁ, ମଦ ପାଣି ନିଶା ନାହିଁ, ଖରାପ ଭାବନା ନାହିଁ, ମନରେ ଛନ୍ଦ କପଟ ଛଳନା ନାହିଁ, ଧନ ସମ୍ପତ୍ତି ଟଙ୍କା ସୁନା କୋଠା ଘର ବାଡ଼ି ଗାଡ଼ି ଘୋଡ଼ା ଉପରେ ତିଳେ ମାତ୍ର ବିଲକୁଲ ଲୋଭ ନାହିଁ, ସେଇ ପୁଅ ଝିଅମାନେ ପ୍ରେମ କରିବା ଉଚିତ। ନିଜ ଜାତିରେ ପ୍ରେମ କରନ୍ତୁ। ବାପା ମାଙ୍କ ଆଶୀର୍ବାଦ ଆପଣଙ୍କ ଘର ସଂସାର ଉପରେ ଭଲ ସୁଖ ଶାନ୍ତିର ପ୍ରଭାବ ପକାଇବ। ତେଣୁକରି ମୋର ଭାଇ ଭଉଣୀ ଓ ପୁଅ ଝିଅମାନଙ୍କୁ ଅନୁରୋଧ, ଚଳନ୍ତି ଠାକୁର ବାପା ଓ ମାଙ୍କୁ ଶାନ୍ତିରେ ବଞ୍ଚିବାକୁ ଦିଅନ୍ତୁ। ଯଦି ଆପଣମାନେ ପ୍ରେମ କରୁଛନ୍ତି, ମୋର ଏହି ଲେଖାଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ନମସ୍କାର, ଧନ୍ୟବାଦ।